ନମସ୍କାର ମାଙ୍କଡ ଭାଇ। ବହୁତ କଷ୍ଟ ହଉଥିବ, ଗଛ ଉପରେ ଟିକେ ବିଶ୍ରାମିତ କର। ଭାଇ କୁମ୍ଭୀର ନମସ୍କାର ନମସ୍କାର। ଏଠି ଦେଖ, ଏଇ ଗଛରେ ଜାମୁକୋଳି ନା ବହୁତ ମିଠା। ମୁଁ ବି ଶୁଣିଥିଲି ଏଇ ଗଛର ଫଳ ବହୁତ ମିଠା, ବିଲକୁଲ ତୁମରି ପରି। ଓ କୁମ୍ଭୀର ଭାଇ, ଏଠି ଦେଖ ଆଜି କେତେ ଫଳ ଆସିଛି। ଆଉ ଆଜି ନା ଆହୁରି ଅଧିକ ମିଠା ଆଉ ରସିଆଳ ଲାଗୁ। ମଜା ଆସିଗଲା ଭାଇ। ସେଦିନ ଯେତେବେଳେ କୁମ୍ଭୀର ଘରକୁ ଗଲା, ତା ମୁହଁରେ ଗୋଟେ ଅଲଗା ପ୍ରକାର ଚମକ ଥିଲା। ତା ସ୍ତ୍ରୀ ପଚାରିବାରୁ ସେ କହିଲା ମାଙ୍କଡର କଥା। ସେ କହିଲା କି କେମିତି ସେ ମାଙ୍କଡ ତା ସହ ଦୋସ୍ତି କଲା। ୱାଓ, ଏ ଜାମୁକୋଳି କେତେ ଟେଷ୍ଟି! ମୁଁ ତ ଆଜି ଯାଏ ଏମିତି ମିଠା ଫଳ କେବେ ଖାଇନି। ଶୁଣ, ଯଦି ଏ ଫଳ ଏତେ ମିଠା, ତାହେଲେ ସେ ମାଙ୍କଡର କଲିଜାଟା କେତେ ମିଠା ହେଇଥିବ କହିଲ? ଆରେ ଆରେ ତମେ ଇଏ କଣ କହୁଛ? ସେ ମୋ ସାଙ୍ଗ ବିରା। ସାଙ୍ଗ ଫାଙ୍ଗ ମୁଁ କିଛି ଶୁଣିବିନି। ଯିଏ ସବୁଦିନ ଏମିତି ଫଳ ଖାଉଛି, ତା କଲିଜାଟା ଅମୃତ ଖାଇଲା ଭଳି ଲାଗିବ। ମତେ ତାର କଲିଜା ଦରକାର, ଆଜି ହିଁ ଦରକାର। ସ୍ତ୍ରୀର କଥାକୁ ବିଚରା କୁମ୍ଭୀର କେମିତି ବା ଅବମାନନା କରିବ। ସ୍ତ୍ରୀର କଥା ରକ୍ଷା କରି ଶେଷକୁ ସେ ମାଙ୍କଡ ପାଖକୁ। ମାଙ୍କଡ ଭାଇ, ଆଜି ଆମ ଘରକୁ ଚାଲ। ମୋ ସ୍ତ୍ରୀ ବହୁତ ବଢିଆ ଖାଇବା ବନେଇଛି, କେବଳ ତୁମରି ପାଇଁ। ଆରେ ବାଃ, ସତରେ? ତମ କଥା ଶୁଣିକି ମୁହଁରେ ପାଣି ଆସିଗଲା। କିନ୍ତୁ ଟିକେ ଅସୁବିଧା ଅଛି, ମତେ ତ ପହଁରିବା ଜଣା ନାହିଁ। ମୁଁ ସେଠିକି ଯିବି କେମିତି? ଏତେ କଥା କିଛି ନାହିଁ, ତମେ ମୋ ପିଠି ଉପରେ ବସ, ମୁଁ ତମକୁ ମୋ ବସାକୁ ନେଇକି ପଳେଇବି। ହେ ମଜା ଆସିଗଲା କୁମ୍ଭୀର ଭାଇ। ଚାଲ ଏବେ ଆମେ ମିଶିକି ତମ ଘରକୁ ଯିବା, କିଛି ସ୍ୱାଦିଷ୍ଟ ଖାନା ଖାଇବା। ଆରେ ମାଙ୍କଡ, ସତ କଥା ଶୁଣିବାକୁ ଚାହୁଁଛୁ? ମୋ ସ୍ତ୍ରୀ ତ କଲିଜା ଖାଇବାକୁ ଚାହୁଁଛି। ଆଜି ତ ଖେଳ ଖତମ। ହା ହା ହା। କ'ଣ ହେଲା? ଆରେ ଆରେ ଭାଇ କୁମ୍ଭୀର, ଏ କଥା ତମେ ମୋତେ ଆଗରୁ କାହିଁ କହିଲନି? ମୁଁ ତମ କଲିଜାଟାକୁ ଗଛ ଉପରେ ରଖିଦେଇକି ଆସିଛି। ତମେ ଚାଲ, ଆଉ ଥରେ ଗଛ ପାଖକୁ ମୋତେ ନେଇକି ଚାଲ। ମୂର୍ଖ କୁମ୍ଭୀର ମାଙ୍କଡକୁ ତା କଥା ଶୁଣି ଗଛ ପାଖକୁ ନେଇ ଆସିଲା। ଯେମିତି ସେ ଗଛ ପାଖରେ ପହଞ୍ଚିଲା, ମାଙ୍କଡ ଗୋଟେ କୁଦା ମାରି ସିଧା ଗଛ ଉପରେ। ଯା ଭାଇ, ତୋ ମୁଣ୍ଡ କେତେ ବିଚକ୍ଷଣ। ଆରେ ବୁଧୁ, କଲିଜାକୁ କିଏ କ'ଣ କେବେ ଗଛ ଉପରେ ଛାଡ଼ିକି ଆସେ? ଯା ଏଠୁ ପଳା, ଆଉ କେବେ ବି ଏଠିକି ଆସିବାକୁ ସାହସ କରିବୁନି କି ମୋତେ ଆଉ ପାଇବୁନି। ସାଙ୍ଗମାନେ, ଆମେ ଶିଖିଲେ କି ଖରାପ ଲୋକଙ୍କ ପାଖରୁ ସବୁବେଳେ ଦୂରେଇ ରହିବା ନିହାତି ଦରକାର। ଆଉ ସେ କୁମ୍ଭୀର ବି ଜାଣିଗଲା, ଲୋଭ ସବୁବେଳେ ଖରାପ ହିଁ ହୋଇଥାଏ। ପିଲାମାନେ ମନେ ରଖିବ, ସାଙ୍ଗସାଥିରେ ସବୁବେଳେ ବିଶ୍ୱାସ ତ କରିବ, କିନ୍ତୁ ନିଜ ସୁରକ୍ଷା ଆଉ ହୁସିଆର ବଜାୟ ରଖିବ, ନହେଲେ ନାହିଁ ନିଜେ ହଇରାଣ।